ଧର୍ମ ସେ କରିଥିବେ ତାହେଲେ ମଣିଷର ଉପରକୁ ଉଠିବ। ସମସ୍ତଙ୍କ କଥା, ଜଣଙ୍କ କଥା କହୁନାହିଁ। ତେଣୁ ଯେଉଁଦିନ ମଣିଷ ଆମେ 84 ଲକ୍ଷ ଜନ୍ମ, ଆଜି ଆମର ଯାହା ଶାସ୍ତ୍ର ପ୍ରମାଣ କରୁଛି 84 ଲକ୍ଷ ଜନ୍ମ ଆମେ ହେଇକିରି ମଣିଷ ହେଇକିରି ଆସିଛେ। ଏ ମଣିଷ ଯେତେବେଳେ ଦେବତା ହେବ ସେତେବେଳେ ମରିବ, ଆଉ ଜନ୍ମ ହେବ ନାହିଁ। ଦେବତା ମାନେ ବସିଛନ୍ତି ଦେଉଳ ଭିତରେ, ସବୁ ବସିଛନ୍ତି, କାଠ ପାଷାଣ ରୂପରେ ସେ ଅଛନ୍ତି। ସମସ୍ତେ ମଣିଷ ରୂପରେ ଆସିଥିଲେ, ସେ ରାମ କୁହ, ବୁଦ୍ଧ କୁହ, ଯୀଶୁ କୁହ, କୃଷ୍ଣ କୁହ, ସମସ୍ତେ ଆସିଥିଲେ ମଣିଷ ରୂପରେ। ସେତେବେଳେ ଦେବତା ହୋଇଗଲେ, ମନ୍ଦିରରେ ବସିଲେ, ତାଙ୍କର ମୃତ୍ୟୁ ହେଲା, ଆଉ ଜନ୍ମ ନାହିଁ। ସେ ପରମ ପୁରୁଷଙ୍କ ଗତିରେ ପ୍ରାର୍ଥନା ନିବେଦନ କରୁଛନ୍ତି, ଆମକୁ ମଣିଷ ଜନ୍ମ ଦିଅ। ଏ ମଣିଷ ଜନ୍ମଟା ଏତେ ଦେବ ଦୁର୍ଲଭ ମଣିଷ। ଶ୍ରୀ ଠାକୁର ଗୋଟେ କଥା କହୁଛନ୍ତି, ଶାଢ଼ୀଦେବୀ ଦାଦା ଅଛନ୍ତି, ଲେଖି ଲିଭାଇବା ଶକତି ଯାହାର, ତୁମେ ସେହି ପରମ ବ୍ରହ୍ମ, ତୁମକୁ ବୁଝିବା ଶକତି କାହାର, ଏ ବ୍ରହ୍ମାଣ୍ଡେ ନାହିଁ ଜ୍ଞାନ। ତୁମକୁ ବୁଝିବା, ଲେଖି ଲିଭାଇବା ଶକତି ଯାହାର, ସିଏ ଲେଖିଛନ୍ତି ଏବଂ ଲିଭେଇବେ, ସେ ହେଉଛନ୍ତି ପରମ ବ୍ରହ୍ମ। ଆଉ ତାଙ୍କୁ ବୁଝିବା, ଏ ବ୍ରହ୍ମାଣ୍ଡରେ କାହାର ଜ୍ଞାନ ନାହିଁ। ଗୋଟେ ଛୋଟିଆ କଥା କହିବି, କେମିତି ସେ ଲେଖିକି ଲିଭାନ୍ତି, ଗୋଟେ ଉଦାହରଣ ଦେବି, 2-3 ମିନିଟରେ କହିବି। ମାତା ମନମୋହିନୀ ଦେବୀ, ତାଙ୍କର ଘର ପାବନା ହିମାୟତପୁର। ଅନୁକୂଳ ଚନ୍ଦ୍ର ଜନ୍ମ ହୋଇଛନ୍ତି, ତାଙ୍କର ବୟସ ବୋଧେ 2 ବର୍ଷ। ତାଙ୍କ ପଡ଼ିଶା ଘରେ ଗୋଟେ ପିଲାଟେ, ପୁଅଟେ ଜନ୍ମ ହେଇଛି। ମା କହୁଛନ୍ତି, ମାତା ମନମୋହିନୀ ଦେବୀ, ଅନୁକୂଳ ଚାଲେ ଯିବା, ଗୋଟେ ପୁଅଟେ ଜନ୍ମ ହେଇଛି ଆମ ପଡ଼ିଶା ଘରେ, ସବୁ ଲୋକ ଆସୁଛନ୍ତି ଦେଖିବାକୁ। ମା ମାନେ ବୋଲି ଖୁସି ଆନନ୍ଦରେ ହୁଅନ୍ତି ଯେ ପଡ଼ିଶା ଘରେ ପୁଅଟେ ଝୁଅଟେ ହେଇଥିବ, ଖୁସି ଆନନ୍ଦରେ ଯାଆନ୍ତି ଦେଖିବା ପାଇଁ। ମାତା ମନମୋହିନୀ ଦେବୀ ସେଇ କଥା କହୁଛନ୍ତି, ଅନୁକୂଳ ଚାଲେ ଦେଖିବାକୁ ଯିବା, ପୁଅଟେ ହେଇଛି, ତାକୁ ଦେଖି ଆସିବା। ସମସ୍ତେ ଯାଉଛନ୍ତି। ଅନୁକୂଳ ଚନ୍ଦ୍ର 2 ବର୍ଷର କହିଲେ, ନା ମା ମୁଁ ଯିବି ନା। ଆମେ যাব ନା, ମୁଁ ବଙ୍ଗଳା କହିପାରୁନି, ମୁଁ ଯିବି ନାହିଁ। 3-4 ଥର କହିବା ପରେ କହିଲେ, ମୁଁ ଯିବି ନାହିଁ। ମା ତମେ ଯାଅ, ମୁଁ ଯିବି ନାହିଁ। ନା ଚାଲେ, ସମସ୍ତେ ଯାଉଛନ୍ତି, ଖୁସି ଆନନ୍ଦ ଦେଖି ଆସିବା। କାହିଁକି ଯିବି, 18 ଦିନରେ ସେ ବଞ୍ଚିବ। 2 ବର୍ଷର ଶିଶୁ ଅନୁକୂଳ କହୁଛନ୍ତି, ସେ 18 ଦିନ ବଞ୍ଚିବ, ମୁଁ କାହିଁକି ଯିବି ଦେଖିବା ପାଇଁ। ମା କଣ କଲେ, ପାଟି ବନ୍ଦ କରିଦେଲେ। ଗୋଟେ ଏପରି କଥାଟା କହୁଛୁ, କିଏ ଶୁଣିବ? ତୁ ଛୋଟ ପିଲାଟା ଏ କଥା କ'ଣ କହୁଛୁ? ମା ବୁଝି ନଥିଲେ ତାଙ୍କର ପୁଅ କିଏ। ଆଜି ଆମେ କ'ଣ ବୁଝିବା? ମୋ କଥା ମତେ ଅଗୋଚର କାହିଁ ଜାଣିବେ ଦେବ ଛାର। ଦେବତା ମାନେ ତାଙ୍କର କଥା ଜାଣିପାରି ନାହାନ୍ତି। ଆଉ ବିଜୟ ଭାଇ କହିବ, ଘନଦା କହିବେ, ଆଉ ଆମର କ୍ଷୀରୋଦ୍ଧା ଭାଇ, କେହି କହିବାର ଶକ୍ତି ନାହିଁ। କିନ୍ତୁ ତାଙ୍କର ଦୟା ହେଲେ ସମସ୍ତେ କହିବେ, କାରଣ ତାଙ୍କ ଦୟା ହେଲେ ମୁକ ବାଚାଳ ହେଇକିରି ପଙ୍ଗୁଗିରି ଲଙ୍ଘନ କରିଯିବ। ଏଇ ନ୍ୟାୟରେ ଏଠି ଯିଏ ଠିଆ ହେବେ ତାଙ୍କର କଥା କହିବେ। ଠିକ୍ ତା ପରଦିନ ମାତା ମନମୋହିନୀ ଦେବୀ ଗାଧେଇବାକୁ ଯାଉଛନ୍ତି, ସିଆଡ଼େ ଚାଲିଗଲେ ପଡ଼ିଶା ଘରକୁ, ଦେଖିକି ଆସିଲେ ସୁନ୍ଦର ପିଲାଟିଏ, ପୁଅଟେ ଜନ୍ମ ହେଇଛି। ସବୁ ତାଙ୍କର ମାନେ ଆନନ୍ଦର ଢେଉ ଖେଳୁଛି। ମୃତ୍ୟୁ ହେଲେ ଦୁଃଖ ଖେଳିଯାଏ, ଆଉ ଜନ୍ମ ହେଲେ ଆନନ୍ଦ ହୁଏ। ମାତା ମନମୋହିନୀ ଦେବୀ ଆସିଲେ, ଠିକ୍ 18 ଦିନ 21 ହେଇପାରିଲା ନାହିଁ। 18 ଦିନରେ ସେ ପୁଅଟି ମରିଗଲା। ଠାକୁର ଅନୁକୂଳ ଚନ୍ଦ୍ର 2 ବର୍ଷ ବୟସ ଭିତରେ ସେ କଥା କହିଲେ, ଲେଖି ଲିଭାଇବା ଶକତି ଯାହାର, ତୁମେ ସେହି ପରମ ବ୍ରହ୍ମ, ତୁମକୁ ବୁଝିବା ଶକତି କାହାର, ଏ ବ୍ରହ୍ମାଣ୍ଡେ ନାହିଁ ଜ୍ଞାନ, କାହାର ଜ୍ଞାନ ଆଜ୍ଞା ନାହିଁ। ତେଣୁ ଏଇ କଥାଟା ଠାକୁର ସୂଚେଇ ଦେଲେ, ସେଇ ଭାଗବତର କଥା। ସ୍ୱାମୀ ସ୍ତ୍ରୀ ମିଳନ ବେଳେ ବିଧି ଯା ଲେଖିଛି କପାଳେ, ଏଇଟା ଠିକ୍ କଥା ଆଜ୍ଞା, ବାସ୍ତବ କଥା। ଠାକୁର ସେଇଥିପାଇଁ କହିଲେ, ମା ଉପରେ ସବୁ ନିର୍ଭର କରେ। ମା ତାର ଯେପରି ଅମଳ, ବାପା ମାଙ୍କର ଯେପରି ସ୍ଥଳେ ଯେଉଁ ଭାବରେ, ସେ ଅମଳ ରୁହେ ପିଲା ସ୍ୱଭାବେ, ଆକୁଳ ବିଷ ଇଚ୍ଛାରେ। ଗୋଟେ ଲୋକ 100 ବର୍ଷ ବଞ୍ଚିବ ଆଜି କହୁଥିଲେ, ଉଷା ମା କହୁଥିଲେ। ଅଜୟ ପୃଷ୍ଟି ଭାଇଙ୍କର ମା ଚାଲିଗଲେ, 98 ବର୍ଷ ବୟସ। 98 ବର୍ଷ ବୟସ, 100 ବର୍ଷ ବି ବଞ୍ଚୁଛନ୍ତି। 30 ବର୍ଷରେ ମୃତ୍ୟୁ ହେଉଛି, 10 ବର୍ଷରେ ମୃତ୍ୟୁ ହେଉଛି, 2 ବର୍ଷରେ ମୃତ୍ୟୁ ହେଉଛି। ଏଇଟା ଆମର ବିଧାନ ଭୁଲ, ଆମର ଜନ୍ମଗତ ସଂସ୍କୃତି ବିଧାନ ଭୁଲ, ଆମେ ମାନିନେ। ପିଲା ଜନ୍ମର ପ୍ରୋସେସ୍ ଆମେ ଜାଣିନେ। ତେଣୁ ଆଉ କହିବି ନାହିଁ। ଭାଇନା ଅଛନ୍ତି, ସେ ବହୁତ ପୁରୁଣା ଲୋକ, ପଣ୍ଡିତ ଲୋକ, ବ୍ରାହ୍ମଣ ଲୋକ, କ୍ଷୀରୋଦ ଭାଇ ଅଛନ୍ତି। ତେଣୁ ଯାହା ହଉ, ଏ ପରିବାର ଆମେ ସମସ୍ତେ ଦୁଃଖ ଅନୁଭବ କରୁ। ହବା କଥା ସହଜ, ନିଶ୍ଚିନ୍ତ ହବ କଥା। ବାପା ମୋର ଥାନ୍ତେ, ଆଉ 10 ବର୍ଷ ବଞ୍ଚିଥାନ୍ତେ, ପୁଅମାନେ କିଛି କରିନାହାନ୍ତି, ସେ ଦୁଃଖ କରିବେ। ଦୁଃଖ କରି କିଛି ଲାଭ ନାହିଁ। ଏଇଠୁ କ'ଣ ହବ? ଆମେ ଠାକୁରଙ୍କ ବିଧାନ ଭିତରେ ମାନିକି ଚାଲିବା।
ଅମାପ ଶକ୍ତି ଆମର ଆସିବ। ବାପା ଯେଉଁ କଥା କରିପାରିନାହାନ୍ତି ଆମେ କିଭଳି ତାଙ୍କରି କଥାକୁ ତାଙ୍କରି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଏ ଆମର ଲକ୍ଷ୍ୟ ହେଉ। ଆମେ ଠାକୁରଙ୍କର ନୀତି ନିୟମକୁ ଟିକେ ମାନିବା, ପ୍ରାର୍ଥନା କରିବା, ଇଷ୍ଟବୃତ୍ତି କରିବା, ତାଙ୍କର ନୀତି ନିୟମରେ ଚାଲିବା। ଆମର ବାପା ଖୁସି ହେବେ, ତାଙ୍କର ଆତ୍ମାର ସଦ୍ଗତି ନିଶ୍ଚିତ ହବ ହିଁ ହବ। ବନ୍ଦେ ପୁରୁଷୋତ୍ତମ। ସମସ୍ତଙ୍କୁ ଜୟ ଗୁରୁ।